ନା କଣ ଅନନ୍ତ ନାରାୟଣ ମହାପାତ୍ର ଘର ଘର କେତେ କଣ କାଠ ଯାଉଛି ଏଠି ମଣ୍ଡିରେ ମଣ୍ଡିରେ 6 କିଲୋ ଲେଖେ ନେଉଛନ୍ତି କୁଇଣ୍ଟାଲରେ 6 କିଲୋ 6 କିଲୋ ନେବା ପାଇଁ ସରକାରୀ ନିୟମ ହେଇଛି ନା ସେମିତି ଆପଣମାନଙ୍କୁ କିଏ ସେ କହିଛି 6 କିଲୋ ଦେବା ପାଇଁ? ନା ନା 6 କିଲୋ ସବୁ ଚାଷୀ ଦଉଛନ୍ତି ଆମେ ଦଉଛୁ ସେମିତି କିଛି ନିୟମ ଗଭର୍ଣ୍ଣମେଣ୍ଟ କଣ କରିଛି କଣ ନ କରିଛି ଆମେ କହିପାରିବୁ ଗଭର୍ଣ୍ଣମେଣ୍ଟ ବିଲରେ କାହିଁକି ନିଅନ୍ତା ତାଙ୍କୁ ହିଲ୍ସ ଦେଇଥିବ ବୋଲି ସେ କହୁଛନ୍ତି ଅସୁବିଧା ଦେଖା ହଉଛି ମାନେ କାଠ ତ ଅଧିକ ନଉଛି ଗଭର୍ଣ୍ଣମେଣ୍ଟ କାଠଠୁ ମ୍ୟାକ୍ସିମମ୍ ନଉଛନ୍ତି ସେମାନେ ଯଦିଓ ମାଇନର ଗଭର୍ଣ୍ଣମେଣ୍ଟ ତ ଜାଣିଲା ଯେ ଟୋଟାଲି ବର୍ତ୍ତମାନ ହେଲା ଡିକ୍ଲାରେସନ ବର୍ଷା ହେଇକି ସବୁଆଡେ ମାଇନର ଯଦି ଚାଷୀ ମାନେ ମାଇନର ଡିଫେକ୍ଟ ଯଦି ତାକୁ ଯଦି ସେଇଟା ହମ୍ପାଳରେ କାଟିବେ ନା ଯେତେବେଳେ ଭେଜରେ ତାଙ୍କ ଧାନ ପଡ଼ିଆ ଆସି କୋଉଥିରେ କାଟିବେ ମେସିନାରୀ ନହେଲେ ତ ଲେବର ଭିତରେ ହେଇପାରିବନି ନା ଧାନ ନଷ୍ଟ ହେଇଯିବ ତେଣୁ ସେ ମେସିନାରୀ ଭିତରେ କାଟିଲେ ଯଦି ଟିକେ ମାଇନର କିଛି ଡିଫେକ୍ଟ ହେଇଯାଉଛି ସେମାନଙ୍କର ଉପରେ ଡିମାଣ୍ଡ ରହୁଛି ତାର ଉପରେ ଆପଣ ଗଭର୍ଣ୍ଣମେଣ୍ଟ ଧାର୍ଯ୍ୟ କରୁଥିବା ମାନେ କାଠ ଉପରେ ଆହୁରି ମ୍ୟାକ୍ସିମମ୍ ଯେତେ ତାଙ୍କ ଯେତେ ସେମାନେ ଚାହୁଁଛନ୍ତି ମେ ବି ଯାହା ବି ସେମାନେ କରିପାରୁଛନ୍ତି ଏକ ତରଫା ଟାଇପର ଗଭର୍ଣ୍ଣମେଣ୍ଟ ତରଫରୁ କେତେ କାଠ ଗଭର୍ଣ୍ଣମେଣ୍ଟ ତରଫରୁ ଲେଖା ହେଇଯାଇଛି ଏଫ୍ଆଇଆର ରହିଯାଉଛି ଏଇ ଯୋଉ କ୍ୱାଲିଟି ଜାଣିଥିବ 6 କେଜି ଲେଖା ଗଭର୍ଣ୍ଣମେଣ୍ଟ ଡିକ୍ଲାରେସନ କରିଛି ସତ୍ୟବେଦ ନିର୍ବାଚନ ପରେ 6 କେଜି ଲେଖା କରିଛି ତେଣୁ 6 କେଜିରୁ ଉର୍ଦ୍ଧ୍ୱ ଧାନ ଯାଉଛି ମୁଁ ବି ନିଜେ ଧାନ ଦେଇଛି ବର୍ତ୍ତମାନ ପ୍ରାୟ 80 ବସ୍ତା ଖଣ୍ଡେ ଦେଇଛି ମୋର ପ୍ରତ୍ୟେକ କାଠ ସହିତ ମୋର 3 କେଜି ଅଧିକ 2 କେଜି ଅଧିକ ଲେଖା ନେଉଛନ୍ତି ସେ କଣ ଯିଏ କ୍ଲିୟର ନୁହଁ ନିର୍ବାଚନ ସମୟରେ ପ୍ରଚାର କୌଣସି ପ୍ରକାର ପାର୍ଟି ହବ ନାହିଁ ଆଜ୍ଞା କିନ୍ତୁ ପୁଣି ପଛରେ କିଏ ସେ ଡିକ୍ଲେୟାର କଲା ଯେ କିଏ ସେଇ ଲୋକ ତ ବର୍ତ୍ତମାନ ଆମ ଚାଷୀ ଆମେ ଜାଣିବାକୁ ଚାହୁଁଛୁ ଯେ ସେ ଲୋକ ଜଣକ କିଏ କେତେ ବର୍ତ୍ତମାନ ହିତାଧିକାରୀ ଚାଷୀ ମାନଙ୍କ ପାଇଁ କେତେ ଦୂର ସେ ହିତାଧିକାରୀ ଲୋକ ଚାଷୀ ମାନଙ୍କ ପାଇଁ କଣ ବର୍ତ୍ତମାନ ଏମିତି କରିପାରୁଛୁ ଯେ ସେ ବର୍ତ୍ତମାନ ଜାଣିକି 6 କେଜି କରୁଛି ମିଳିବ ଦୁନିଆ ପଇସା ନେଇକି ଯିବେ ଚାଷୀ ଖଟି ପରିଶ୍ରମ କରି ଏତେ ବର୍ତ୍ତମାନ ପରିଶ୍ରମ କରିବେ କିନ୍ତୁ ତାଙ୍କର ଦେଖିଲା ସବୁ ରେଟ୍ ହଉଛି ବର୍ତ୍ତମାନ ତାଙ୍କର ମାନେ ନିଜ ଝାଳ ବୋହି ସାରିଲା ପରେ ମଧ୍ୟ ତାଙ୍କର ଯେତିକି ଗଭର୍ଣ୍ଣମେଣ୍ଟ ଧରିଲେ ତା ଉପରୁ ପୁଣି ମ୍ୟାକ୍ସିମମ୍ କରୁଛନ୍ତି ସେ ଯାହା କରୁଥିବେ ଆଉ କଣ ସରକାର ଯାହା କରୁଛନ୍ତି ଚାଷୀ ମାନେ ଯାହା ଏଥିରେ ଉନ୍ନତି ହେବେ ଆଉ କଣ ସେଇଟା ବର୍ତ୍ତମାନ ମୁଁ ତ କ୍ଲିୟର କହିପାରିବିନି କିନ୍ତୁ ବିଧାୟକ ଆପଣ ମାନେ ଜଣାନ୍ତୁ ମୁଁ ସୁନିଲ କୁମାର ପଣ୍ଡା ଅଧ୍ୟକ୍ଷ ସତ୍ୟବାଦୀ ପଞ୍ଚାୟତ ସମିତି ବହୁତ ବହୁତ ଧନ୍ୟବାଦ ଏମିତି ଗୋଟେ ଆପଣ ସତ୍ୟବାଦୀ ଅଞ୍ଚଳରୁ ଖବର କଲେକ୍ସନ କରିଛନ୍ତି ଡେରିରେ ହଉ ପଛେ କଲେକ୍ସନ ହେଇଛି କାରଣ ବହୁତ ଦିନ ହେଲେ ମଣ୍ଡି ଚାଲିଲାଣି ଆପଣ ଦେଖିଥିବେ ବିଭିନ୍ନ ଜାଗାରେ ଯୋଉ ମଣ୍ଡି ହେଉଛି ସରକାର ଯାହା କହୁଥିଲେ କଟିଂ ଛୁଟି ହବ ନାହିଁ ତାଙ୍କର ଭିଡ଼ିଓ ବି ଭାଇରାଲ ହେଉଛି ଯେ ଆପଣ ଦେଖୁଥିବେ ସେ କଟିଂ ଛୁଟି ହବ ନାହିଁ ଆପଣଙ୍କର 6 କିଲୋ ନୁହେଁ ଆପଣ ବହୁତ ମଧ୍ୟ ଏଠି କଟିଂ ଛୁଟି ହେଉଛି 10 କିଲୋ 12 କିଲୋ 15 କିଲୋ ପାଖାପାଖି 20 କିଲୋ ପର୍ଯ୍ୟନ୍ତ ବି କଟା ହେଉଛି ଗୋଟେ ଭଲ ମାଧ୍ୟମ ଇଏ ଆପଣ ଯେତେ କିଲୋ ଅଧିକ କାଟିବେ ଖରାପ ଧାନଟା ପଳାଉଛି ଯଦି କଟିଂ ଛୁଟି ହେଇକି ଧାନ ଭଲ ହେଇପାରୁଛି ତାହେଲେ ମୁଁ ଗୋଟେ କଥା କହି ରଖିବି ଅଗାଡ଼ି ଧାନ ନେଲେ କେତେ କିଲୋ କାଟିଲେ ତାଙ୍କର ପୁରା ସେଇଟା କ୍ଲିୟର ହେଇଯାଇପାରିବ ସେଇଟା ବି ଯାଉ ଯଦି କଟିଂ ଛୁଟି ହେଇପାରୁଛି ଧାନ କ୍ଲିୟର କରନ୍ତୁ କିନ୍ତୁ ହବ କାହିଁକି କ'ଣ ପାଇଁ ଆପଣ ତ କହିଲେ ଭଲ ଧାନ ନେବେ ଭଲ ପଇସା ଦେବେ ଆପଣ 2100 ଟଙ୍କା ଦେବା କଥା ତାକୁ ତ ଦେଲେନି ଆପଣ ସେ 2300 ଟଙ୍କା ଦେଲେ ତାପରେ କହିଲେ ଇନପୁଟ ଦେବୁ ଆମେ ଇନପୁଟ କାହିଁ ଦେଉଛନ୍ତି ଇନପୁଟ କ'ଣ ଦେଉନଥିଲା ଏଗ୍ରିକଲଚର ଡିପାର୍ଟମେଣ୍ଟ ସେ ଆଗରୁ ଦେଉଥିଲା ଆପଣ ଖାଲି ଶୁଖିଲାରେ ସେଇକୁ ଏପଟ ସେପଟ କରିକି ବାହା ନେବା ପାଇଁ ଯାଇଥିଲେ ସେ ସବୁ ଭୁଲ ଜିନିଷ କଟିଂ ଛୁଟି ବନ୍ଦ କରନ୍ତୁ ନହେଲେ ଆଗାମୀ ଦିନ ଚାଷୀକୁ ନିଆଁ ଲାଗିବ।